ଏହି ଦିନରୁ ବନ୍ଦ ହେବ ବିଏସକେୱାଇ କାର୍ଡ। ଏହି ତାରିଖରୁ ବନ୍ଦ ହୋଇଯିବ ବିଏସକେୱାଇ କାର୍ଡ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ବଡ଼ ବୟାନ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ନେଇ ବଡ଼ ଖବର। ବନ୍ଦ ହେବ ନବୀନ ପଟ୍ଟନାୟକ ଏହି ଲୋକପ୍ରିୟ ଯୋଜନା। ରାଜ୍ୟରେ ବିଜେପି ସରକାର ଆସିବା ପରେ ଗୋଟିଏ ଯୋଜନା ବନ୍ଦ ହେବାର ଲାଗିଛି। ନିକଟରେ ବିଧାନସଭା ଅଧିବେଶନ ବଜେଟରେ ନୂଆ ଯୋଜନା ବାବଦରେ ଘୋଷଣା କରାଯାଇଥିଲା। ରାଜ୍ୟରେ ମୋହନ ସରକାର ଆସିବା ପରେ ବିଜୁ ଜନତା ଦଳ କରିଥିବା ଏକାଧିକ ଯୋଜନା ନାଁରେ ବଦଳା ଯାଇଥିବା ଅଭିଯୋଗ କରି ଆସୁଛି ବିଜେଡି। ଆଉ ସେହିଭଳି ଯୋଜନା ମଧ୍ୟରେ କିଛି ପ୍ରମୁଖ ସ୍କିମ୍ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଏସକେୱାଇ ଆହାର ଯୋଜନା, କାଳିଆ ଯୋଜନା। ରାଜ୍ୟରେ ନୂଆ କରି ବିଜେପି ସରକାର ଆସିବା ପରେ ବିଭିନ୍ନ ଯୋଜନା ବନ୍ଦ କରୁଥିବା ବେଳେ ଅନେକ ଯୋଜନା ନାଁରେ ବଦଳାଇଛି, ଯାହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବି ତମ୍ବି ତୋଫାନ ଦେଖିବାକୁ ମିଳିଥିଲା। ପ୍ରାୟ 40ରୁ ଅଧିକ ଯୋଜନାରେ ନାଁ ବଦଳା ଯାଇଥିବା ଅଭିଯୋଗ କରିଥିଲା ବିଜୁ ଜନତା ଦଳ। ଏହାରି ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଏସକେୱାଇ କାର୍ଡକୁ ନେଇ ଶନିବାର ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ। ବନ୍ଦ ହେବ ବିଏସକେୱାଇ କାର୍ଡ, ତା ବଦଳରେ ଲୋକଙ୍କୁ ମିଳିବାକୁ ଯାଉଛି ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ କହିଛନ୍ତି, ସେପ୍ଟେମ୍ବର 10 ତାରିଖରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା GHAY। ଏଥିପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ ରାଜ୍ୟ ସରକାର। ବଜେଟରେ ମଧ୍ୟ ଏନେଇ ସରକାର ଘୋଷଣା କରିଥିଲେ। ଆଉ ଘୋଷଣା ମୁତାବିକ ଏହି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ସରକାର। ମୁକେଶ ମହାଲିକ କହିଛନ୍ତି, ବର୍ତ୍ତମାନ ପାଇଁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମିଳିଥିବା ବିଏସକେୱାଇ କାର୍ଡ ଜାରି ରହିବ। ପୂର୍ବଭଳି ଯେଉଁ ସବୁ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହେଉଥିଲା ତାହା ଜାରି ରହିବ। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ଫୁଲ୍ ବଜେଟ୍ ସେପ୍ଟେମ୍ବର 10ରେ ଆଗତ ହେବ। ତାପରେ କାର୍ଯ୍ୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ମୁକେଶ ମହାଲିକ କହିଛନ୍ତି, ସେପ୍ଟେମ୍ବର 10 ତାରିଖରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପରେ କାର୍ଯ୍ୟକ୍ରମ ଏହାର ଲାଗୁ କରାଯିବ। ଆଉ ବିଏସକେୱାଇ କାର୍ଡ ବଦଳରେ ମିଳିବ ନୂଆ କାର୍ଡ। ହେଲେ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେୱାଇ ଜାରି ରହିବ। ସେ ଆହୁରି ମଧ୍ୟ କହିଛନ୍ତି କି ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ଅବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ। ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରି ସେ ଜଳାତ୍ମକ ମୁକ୍ତ ଓଡ଼ିଶା କରାଯିବ।